ଦେଖନ୍ତୁ ସୁରକ୍ଷାର ଦାବି ତ ନିଶ୍ଚୟ ହବ। ସମସ୍ତଙ୍କୁ ସୁରକ୍ଷା ଯୋଗାଇ ଦେବା କୌଣସି ପ୍ରକାର ସମ୍ଭବ ନୁହେଁ। ଆମେ ଡାକ୍ତର ରୋଗୀ ଦେଖିବାକୁ ଯିବ, ରୋଗୀ ପାଖରେ ତା ସାଙ୍ଗରେ 2-3 ଜଣ ସମ୍ପର୍କୀୟ ଆସିଥିବେ, ସେମାନେ ହଠାତ୍ ଡାକ୍ତର ବେକକୁ ଝିଙ୍କି ଦେବେ, କିଏ ସୁରକ୍ଷା ଦେଇପାରିବ? ସବୁ ରୋଗୀ ଦେଖିଲା ବେଳେ କଣ ଜଣେ ଜଣେ ପୋଲିସ ଠିଆ ହେବେ ନା? ପୋଲିସ ଥାଇକିରି ବି ଦୁର୍ବ୍ୟବହାର ହବା ସମ୍ଭବ ନୁହେଁ। କିନ୍ତୁ ଏଇ ଯୋଉ ଘୃଣିତ ପାଶବିକ ଅତ୍ୟାଚାର ଏସବୁ ଗୁଡାକ ହୁଏତ କିଛି କାଂଶରେ ରୋକି ହବ। କିନ୍ତୁ ସୁରକ୍ଷା ଦାବିର ଅର୍ଥ ହଉଛି ଯେତେବେଳେ ଜଣେ ଡାକ୍ତର, ସେ ମହିଳା ଡାକ୍ତର ହଉ ବା ପୁରୁଷ ଡାକ୍ତର ହଉ, ଗୋଟେ ଜାଗାରେ ଡ୍ୟୁଟି କରୁଛି, ତା ପାଇଁ ଯଥେଷ୍ଟ ସୁବିଧା, ତା ପାଖରେ ସହାୟକ କର୍ମଚାରୀ ଥିବେ, ସୁନ୍ଦର ଆଲୋକ ବ୍ୟବସ୍ଥା ଥିବ, ସେ ବିଶ୍ରାମ ନେବା ପାଇଁ କି ଗୋଟିଏ କିଛି ବ୍ୟବସ୍ଥା ଥିବ। କାହିଁକିନା ଏକାଧିକ୍ରମେ 12 ଘଣ୍ଟା ଡ୍ୟୁଟି କରିବା ସମ୍ଭବ ନୁହେଁ। ଆପଣ ଗୋଟାଏ ଜାଗାରେ 12 ଘଣ୍ଟା ବସିପାରିବେନି। ତେଣୁ ସେ ଭିତରେ ଶୌଚାଳୟ ଥିବା ଦରକାର, ବିଶ୍ରାମ ଗୃହ ଥିବା ଦରକାର ଏବଂ ସବୁବେଳେ ଅଛି ଆମେ ଯାହା ନୀତି ନିୟମ ଅଛି ହାସ୍ପାତାଲ ମାନଙ୍କରେ ରୋଗୀଙ୍କ ସଂଖ୍ୟା ଅନୁସାରେ ଯଥେଷ୍ଟ ସଂଖ୍ୟକ ସ୍ୱାସ୍ଥ୍ୟ ସହାୟକ କର୍ମଚାରୀ ଏବଂ ଡାକ୍ତର ରହିବେ, ଯେତେବେଳେ କାମଟା ସୁବିଧାରେ ହେଇପାରିବ। କିନ୍ତୁ ଆମର ଯେହେତୁ ଡାକ୍ତରଖାନାରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ, ବାରଣ୍ଡା ଖୋଲା ପଡିଛି, ଯୋଉଠି ଫାଟକ ଅଛି ସେ ଗୋଟିଏ ଫାଟକ ଛଡା ବିଭିନ୍ନ ବାଟେ ଆସିବାର ସୁବିଧା ଅଛି। ଡାକ୍ତରଖାନା ଆପଣ ଯେକୌଣସି ଡାକ୍ତରଖାନା ଆସି ଦେଖନ୍ତୁ, ଉଦାହରଣ ସ୍ୱରୂପ ଯେକୌଣସି ଡାକ୍ତରଖାନା ଲମ୍ବା ବରଣ୍ଡା, ତା ଦେହରେ ଯେକୌଣସି ଜାଗାରୁ ଲୋକ ଚଢି ପାରିବେ। ବିରାଡ଼ି କୁକୁର ରୋଗୀଙ୍କ ଖଟିଆରେ ଶୋଇବା ତ ନୀତିଦିନିଆ ଘଟଣା, ଆପଣ ମାନେ ଜାଣିଛନ୍ତି। ଏଇ ସବୁ ଗୁଡାକରେ ସୁଧାର ଆସିବା ଦରକାର। କିନ୍ତୁ ଜଣକୁ ଜଣେ ସୁରକ୍ଷାଟା ଗୋଟେ ମାନେ ମଣିଷ ନିଜକୁ ନିଜେ ଜଗି ଚଳିବା କଥା। ଆପଣ ରାସ୍ତାରେ ଗାଡି ଚଲେଇଲା ବେଳେ ସୁରକ୍ଷା କଣ ଟ୍ରାଫିକ ପୋଲିସ ଦଉଛି? ଟ୍ରାଫିକ ପୋଲିସ ଗୋଟେ ନିୟମ କରିଛି, ନିୟମ ମାନିଲେ ସୁରକ୍ଷିତ ରହିବେ। ତେଣୁ ସେମିତି ନିୟମ ରହିବା ଦରକାର। ଯଥେଷ୍ଟ ସଂଖ୍ୟକ ନିୟମ ପାଳନ କରୁଥିବା ବ୍ୟକ୍ତି ଏବଂ ନିୟମକୁ ଆଇନଟାକୁ ଠିକ ଭାବରେ ଲୋକଙ୍କୁ ଜଣେଇବା ବ୍ୟକ୍ତି ରହିବା ଦରକାର। ଶୁଣନ୍ତୁ, ମହିଳା ଡାକ୍ତର ମାନଙ୍କୁ ଯଦି ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟକ ଡାକ୍ତର ଅଛନ୍ତି, ମହିଳା ଡାକ୍ତର ମାନଙ୍କୁ ରାତିରେ ଡ୍ୟୁଟି ଏକୁଟିଆ ନଦେଲେ ଭଲ। କାହିଁକି ନା ରାତିରେ ଲୋକମାନେ ସାଧାରଣତଃ ଯୋଉମାନେ ମାଦକ ଦ୍ରବ୍ୟ ସେବନ କରନ୍ତି ସେମାନେ ଦିନ ବେଳା ପ୍ରାୟ କରିବାକୁ ସଂକୋଚ ବୋଧ କରନ୍ତି, ରାତିରେ କରନ୍ତି। ଏବଂ ରାତିରେ ସେଇଭଳିଆ ଲୋକମାନଙ୍କର ଡାକ୍ତରଖାନାକୁ ଆସିବାର ଆବଶ୍ୟକତା ବି ଅଧିକ ହେଇଥାଏ। କାହାର ଧକ୍କା ହେଇଗଲାଣି, କିଏ ଘରକୁ ଫେରି ଦେଖିଲା ଯେ ସ୍ତ୍ରୀର ପେଟ କାଟୁଛି, ଏଇ ସବୁ ଅବସ୍ଥାରେ ସେମାନେ ଡାକ୍ତରଖାନା ବେଶୀ ଆସନ୍ତି। ତେଣୁ ସେତେବେଳେ ମହିଳା ଡାକ୍ତରକୁ ଏକୁଟିଆ ଡ୍ୟୁଟି ନଥିଲେ ଭଲ। ଯଦି କରି ହବନି ତେବେ ତାଙ୍କ ସାଙ୍ଗରେ ଆଉ 2-3 ଜଣ ନର୍ସ ହୁଅନ୍ତୁ, ଫାର୍ମାସିଷ୍ଟ ହୁଅନ୍ତୁ, ସବୁବେଳେ ଏକାଠି ରହିଲେ ଏଇଭଳିଆ ଘଟଣାରୁ କିଛି ପରିମାଣରେ ରକ୍ଷା ମିଳିବ। ଢିଲା ନିଶ୍ଚୟ ଅଛି। ଆପଣ ଦେଖୁନାହାନ୍ତି କଲିକତା ଖବର ତ ଆପଣ ମାନେ ଦେଖାଉଛନ୍ତି। ପ୍ରିନ୍ସିପାଲ ପ୍ରଥମେ ଗୋଡେଇଲେ, ମିଛ କହିଲେ, ପୋଲିସ ଘୋଡେଇବାକୁ ଚେଷ୍ଟା କଲା, ଏଗୁଡା ଜାଣିଶୁଣି କରାହେଇଥିଲା ବୋଲି କହିବାକୁ ପଡିବ। କୌଣସି ଡାକ୍ତରଖାନାରେ ବା କୌଣସି ସ୍ଥାନରେ ଆପଣଙ୍କ ଅଫିସ ହଉ, ଆପଣଙ୍କ ଯେକୌଣସି ଜାଗା ହଉ, ଗୋଟେ ଲୋକଟେ ମରିଯାଇଛି ଏବଂ ଦେଖିଲେ ଜଣା ପଡୁଛି ଯେ ତାକୁ ହତ୍ୟା କରାହେଇଛି, ଖଣ୍ଡିଆ ମଣ୍ଡିଆ ହେଇକି ରକ୍ତ ବାହାରିକି ପଡିଛି। ଯେ ସୁଇସାଇଡ କରିବ, ସେ କଣ ଚାରିଆଡେ ରକ୍ତ ବାହାର କରି ସୁଇସାଇଡ କରିବ? ବିଷ ଖାଇଦବ। ଏଇ ଡାକ୍ତରଟା ଇଞ୍ଜେକ୍ସନଟେ ନେଇଯିବ। ତେଣୁ ଏଇ ଯୋଉ କ୍ଷତାକ୍ତ ଅବସ୍ଥାରେ ଗୋଟେ ମୃତଦେହ ମିଳିଲା ପରେ ଏହା ଆତ୍ମହତ୍ୟା, କେଉଁ ପୁଲିସର କେଉଁ ବୁଦ୍ଧିରେ ଏହା ହେଲା ଆତ୍ମହତ୍ୟା? ତେଣୁ ଏଥିରେ ଅନେକ ସନ୍ଦେହ ଅଛି ଯାହା ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ। ଆମେ ସମସ୍ତଙ୍କର ବିଶ୍ୱାସ ରହିଛି ଯେ ସିବିଆଇ ତଦନ୍ତ ଫଳରେ କିଛି ବାହାରିବ। ଯାହା ହଉ, ଧନ୍ୟବାଦ ଦେବି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ, ସେ ମଧ୍ୟ ନିଜ ଆଡୁ ସେ ମକଦ୍ଦମା ଦାୟର କରି ତାର ଶୁଣାଣି କରୁଛନ୍ତି। ସତ ପଦାକୁ ଆସିବ ବୋଲି ଜନସାଧାରଣ ଆଶା କରୁଛନ୍ତି, କିନ୍ତୁ ପ୍ରକୃତରେ କଣ ହବ କହିହବନି। ଆପଣ ଅତୀତରେ ଦେଖିଥିବେ ବିଭିନ୍ନ ହତ୍ୟା ମକଦ୍ଦମାରେ ଦୋଷୀକୁ ଦଣ୍ଡ ମିଳିବାଟା କେତେ ଲମ୍ବା ଚାଳିଆ।
तल कोर्ट ता ऊपर कोर्ट ता ऊपर कोर्ट ता ऊपर कोर्ट सुप्रीम कोर्ट मझिरे बेल। सर आपण भावुଛନ୍ତି गोटे जो संस्था सब डाक्तरखाना हो जो संस्था तो गोटे मानदंड तैयारी हो सुरक्षा मानदंड जमती कि से सीसीटीवी कैमेरा रही आपण कौन कहे किंतु सीसीटीवी रहिले खाली हबनी सीसीटीवी को ठीक भाव अनुध्यान करी केउठी असुविधा होची जानिबा पे लोक रहिबा दरकार। सीसीटीवी कंट्रोल रे सीसीटीवी रेकॉर्ड करिवो किंतु ताको पुणी चलेकी देखिबा दरकार। घटनाटे हेले तुरंत कार्यानुष्ठान ग्रहण कले बहुत कथा समाधान हो पारिबो सेटा तो होउनी ना। आपण प्रथमे तो आजिकाली हुए तो कौन हेइथो मु कहि परिबिनी आगे केउ केउ अधीन रे से घटनाटी आसुची से विषय वाद विवाद चलता है ना एटा आम थाना नुह एटा आम ड्यूटी नुह ना एटा आम थाना दूर रे एमती कथा जी प्रकृत रे जी आसामी ताको खसिया पे सुजोग मिले। ठीक है सर बहुत बहुत धन्यवाद सर एटा लगे दो सर थैंक यू सर।